ମୁଁ ଆଜି ଆପଣମାନଙ୍କ ସହିତ ସେୟାର କରିବି ରାକ୍ଷୀ ପୂର୍ଣ୍ଣିମା ସ୍ପେଶିଆଲ ଗୁଲାବ ଜାମୁନ। ଏଥିରେ ମୁଁ ଖୁଆର ୟୁଜ୍ କରିନି। ବିନା ଖୁଆରେ ଆଜି ଆମେ ଗୁଲାବ ଜାମୁନ ତିଆରି କରିବା। ଏକଦମ ପରଫେକ୍ଟ ଗୁଲାବ ଜାମୁନ ହେବ। ପୁରା ରସିଲା ହେବ, ଭିତରୁ ପୁରା ଜୁସି, ବାହାରୁ ପୁରା ସଫ୍ଟ। ଆଜି ଆମେ ଗୁଲାବ ଜାମୁନକୁ ତିଆରି କରିବା ଅଟାରେ। କେହି କହିବେନି ଆପଣ ଆକୁ ଅଟାରେ ତିଆରି କରିଛନ୍ତି। ଏକଦମ ପରଫେକ୍ଟ ଗୁଲାବ ଜାମୁନ ଆପଣ ରାକ୍ଷୀ ପୂର୍ଣ୍ଣିମାରେ ଘରେ ତିଆରି କରିପାରିବେ। କାଟିକି ଦେଖଉଛି ଦେଖନ୍ତୁ, ଭିତର କେତେ ବଢ଼ିଆ ଭାବରେ ସଫ୍ଟ ହେଇଛି ଆଉ ଜୁସି ହେଇଛି। ମୁଁ ସସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ସସ୍ମିତା ମହାନ୍ତି ଓଡ଼ିଆ ରୋଷେଇରେ। ଯଦି ଭିଡ଼ିଓଟି ଭଲ ଲାଗିବ ପ୍ଲିଜ୍ ଭିଡ଼ିଓଟିକୁ ଲାଇକ୍ ସେୟାର କରିଦେବେ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତେବେ ଡେରି ନ କରି ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ଗୁଲାବ ଜାମୁନ ତିଆରି କରିବା ପାଇଁ ମୁଁ ଏଠି ମେଜରିଂ କପ୍ରେ 2 କପ୍ ଚିନି ନେଇଛି। ଗ୍ରାମରେ ପାଖାପାଖି 240 ଗ୍ରାମ ଚିନି ହେବ। ସେଥିରେ ପକାଇ ଦେଉଛି 2.5 କପ୍ ପାଣି, 2 କପ୍ ଆଉ ଅଧା କପ୍। ଏଣା ଚିନିଟାକୁ ପାଣିରେ ଫୁଟିବାକୁ ଛାଡ଼ିଦେବା। 2ଟା ଗୁଜୁରାତିକୁ ବି ଏମିତି ଫାଳ କରିକି ପକାଇ ନେଉଛି, ଯାହାଫଳରେ ଫ୍ଲେଭର ଭଲ ଭାବରେ ଆସିବ। ପୁରା ଚିପଚିପା ବାଲା ଶିରା ତିଆରି କରିବା। ଗୋଟେ ତାରବାଲା ଶିରା କରିବେନି, ଏକଦମ ହାତକୁ ଯେମିତି ଚିପଚିପ ଟିକେ ଲାଗିବ। ତାପରେ ଗ୍ୟାସର ଫ୍ଲେମ୍କୁ ବନ୍ଦ କରିଦେବେ। ବନ୍ଦ କଲା ପରେ ଟିକେ ଲେମ୍ବୁ ଚିପୁଡ଼ି ଦେବେ, ଯାହାଫଳରେ ଶିରାଟା କ୍ରିଷ୍ଟାଲାଇଜ୍ ହେବନି। ଏଠି ମୁଁ ମେଜରିଂ କପ୍ରେ ଅଧା କପ୍ ଅଟା ନେଇଛି, ଯେଉଁଥିରେ ଆପଣ ରୁଟି ତିଆରି କରନ୍ତି। ପାଖାପାଖି ଗ୍ରାମରେ 70 ଗ୍ରାମ ପାଖାପାଖି ଅଟା ହେବ। ଅଧା କପ୍ ଆଉ 1/4 କପ୍ ମୁଁ ମିଲ୍କ ପାଉଡ଼ର ନେଉଛି। କୌଣସି ବ୍ରାଣ୍ଡର ମିଲ୍କ ପାଉଡ଼ର ଆପଣ ୟୁଜ୍ କରିପାରିବେ। ଅଧା କପ୍ ଆଉ 1/4 କପ୍। ସେଥିରେ ପକାଇଦେଲି 1/4 ଟିସ୍ପୁନ୍ ବେକିଂ ସୋଡ଼ା। ଭଲ ଭାବରେ ବେକିଂ ସୋଡ଼ାଟାକୁ ଭଲ ଭାବରେ ମିକ୍ସ କରିଦେବା ଅଟାରେ। ସେଥିରେ ପକାଇ ଦେଉଛି 2 ଟିସ୍ପୁନ୍ ଗୁଆ ଘିଅ। ଚାହିଁଲେ ଡାଲଡା ବି ଆପଣ ୟୁଜ୍ କରିପାରିବେ। ଗୁଆ ଘିଅକୁ ହାତରେ ଭଲ ଭାବରେ ମିକ୍ସ କରିଦେବା ଅଟାରେ। ଯେମିତି ଆପଣ ପୁରୀ ତିଆରି କଲାବେଳେ ଘିଅଟାକୁ ମିକ୍ସ କରନ୍ତି ଅଟାରେ, ସେମିତି ଭଲ ଭାବରେ ହାତରେ ଏମିତି ଭଲ ଭାବରେ ମିକ୍ସ କରିଦିଅନ୍ତୁ। ମିକ୍ସ କଲା ପରେ ମୁଁ ଏଠି ନେଇଛି କ୍ଷୀର। କ୍ଷୀରଟାକୁ ଆଗରୁ ଗରମ କରିଦେଇଥିଲି। ଏଇନା ଥଣ୍ଡା ଅଛି କ୍ଷୀର, ରୁମ୍ ଟେମ୍ପରେଚରରେ ଅଛି। ପୁରା ଥଣ୍ଡା ରହିବନି କି ଗରମ ରହିବନି, ରୁମ୍ ଟେମ୍ପରେଚରରେ କ୍ଷୀରଟା ରହିବ। ଅଳ୍ପ ଅଳ୍ପ ପକାଇକି ଆମେ ଅଟା ଚକଟିବା। ଯେମିତି ଆପଣ ଅଟା ଚକଟନ୍ତି, ପୁରା ଟାଣ କରିକି ଚକଟିବେନି କି ପୁରା ନରମ କରିକି ଚକଟିବେନି। ମିଡ଼ିୟମ୍ ରହିବ, ବେଶୀ ଟାଣ କରିବେନି କି ବେଶୀ ନରମ କରିବେନି। ପାଖରୁ ଦେଖେଇଦେଲେ ଆପଣ ଜାଣିପାରିବେ କେତିକି ରହିବ ତା ଟେକ୍ସଚର। ଦେଖନ୍ତୁ ବଢ଼ିଆ ଭାବରେ ଚକଟିଲା ପରେ ଦେଖନ୍ତୁ ହାତ ମାରିକି ଦେଖେଇ ଦେଉଛି, ଏତିକି ସଫ୍ଟ ରହିବ। ଏତିକି ଦେଖନ୍ତୁ ଅଧା କପ୍ ନେଇଥିଲି, ଏତିକି କ୍ଷୀର ରହିଗଲା। ଏଣା ତାକୁ କ'ଣ କରିବା, ଛୋଟ ଛୋଟ ଗୁଳା କରିଦେବା। ଏକଦମ ଛୋଟ ଛୋଟ ଗୁଳା କରିଦିଅନ୍ତୁ। ହାତରେ ଟିକେ ଘିଅ କିମ୍ବା ତେଲ ଲଗେଇକି ବଢ଼ିଆ ଭାବରେ ଚିକ୍କଣ କରିକି ସବୁ ବଲ୍ ଗୁଡ଼ା ମୁଁ ତିଆରି କରିନେବି। ଏମିତି କରିକି ସବୁ ଗୋଲାପ ଜାମୁନକୁ ତିଆରି କଲା ପରେ ଏଣା ଗ୍ୟାସର ଫ୍ଲେମ୍କୁ ଅନ୍ କରିବା ଆଉ ତେଲଟାକୁ ଗରମ କରିବା। ସବୁବେଳେ ମନେ ରଖିବେ ତେଲଟାକୁ ହାଲକା ଗରମ କରିବେ। ଦେଖନ୍ତୁ ମୁଁ ପକାଇଲା ବେଳେ ଜାଣିପାରୁଥିବେ ତେଲଟା ଏକଦମ ହାଲକା ଗରମ ଅଛି। ହାଲକା ଗରମ ଥିବ ଗୋଲାପ ଜାମୁନ ଫ୍ରାଏ କରିବେ। ବେଶୀ ଯଦି ତେଲଟାକୁ ଗରମ କରିଦେବେ ତାହେଲେ ଗୋଲାପ ଜାମୁନ କ'ଣ ହେବ ନା ସାଙ୍ଗେ ସାଙ୍ଗେ କଳା ପଡ଼ିଯିବ ଆଉ ଭିତରଟା କଞ୍ଚା ରହିବ। ତେଣୁ ଗ୍ୟାସର ଫ୍ଲେମ୍କୁ ସବୁବେଳେ ମିଡ଼ିୟମ୍ ରଖିବେ ଯେତେବେଳେ ଆପଣ ଏଟାକୁ ଫ୍ରାଏ କରିବେ। ହାଇ ଫ୍ଲେମ୍ରେ ଜମା ଏଟାକୁ ଫ୍ରାଏ କରିବେନି। ଦେଖନ୍ତୁ ହାଲକା 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 ଗୋଲ୍ଡେନ୍ ବ୍ରାଉନ୍ ହେଲାଣି। ଆଉ ଟିକେ ଏଟା ବ୍ରାଉନ୍ ହେଲା ପରେ ଆମେ କାଢ଼ିଦେବା। ଦେଖନ୍ତୁ ଏତିକି ବ୍ରାଉନ୍ କରୁଛି। ଯଦି ଆପଣ କାଲାଜାମ ବନେଇବେ ତାହେଲେ ଆଉ ଟିକେ ଅଧିକା ଫ୍ରାଏ କରିବେ। ଏଟାକୁ ଗୋଟେ ଜାଗାକୁ କାଢ଼ିଦେବି। ସେମ୍ ପ୍ରୋସେସ୍ରେ ମୁଁ ଅଲଗା ଯେଉଁ ଗୋଲାପ ଜାମୁନ ଅଛି ତାକୁ ବି ଫ୍ରାଏ କରିନେବି। ସେମ୍ ପ୍ରୋସେସ୍ରେ ଅଲଗା ଗୋଲାପ ଜାମୁନକୁ ମୁଁ ଫ୍ରାଏ କରିନେଲି। ତାପରେ ଶିରାଟାକୁ ଟିକେ ଗରମ କରିଦେବା। ଦେଖନ୍ତୁ ଶିରାଟା ଗରମ ହେଇଗଲାଣି। ଗରମ ଶିରାରେ ଆମେ ଆକୁ ପକାଇ ନେବା ଆଉ 1 ମିନିଟ୍, ବେଶୀ ନାହିଁ, ଏକଦମ 1 ମିନିଟ୍ ପାଇଁ ଟିକେ ବଏଲ୍ କରିଦେବେ ଆଉ ଗ୍ୟାସର ଫ୍ଲେମ୍କୁ ବନ୍ଦ କରିଦେବେ ସାଙ୍ଗେ ସାଙ୍ଗେ। କାରଣ ନହେଲେ ଶିରାଟା ବହଳିଆ ହେଇଯିବ ବେଶୀ। ଆଉ ଟିକେ ଲେମ୍ବୁ ଏଥିରେ ଏଇନା ମୁଁ ଚିପୁଡ଼ି ଦେଉଛି, ଯେମିତି ଶିରାଟା କ୍ରିଷ୍ଟାଲାଇଜ୍ ହେବନି। ଦେଖନ୍ତୁ ଲେମ୍ବୁ ଚିପୁଡ଼ି ଦେଲା ପରେ ଆକୁ ମୁଁ ଓଭରନାଇଟ୍ ରଖିଦେବି। ନହେଲେ ଚାହିଁଲେ 4-5 ଘଣ୍ଟା ପରେ ଆପଣ ସର୍ଭ କରିପାରିବେ। ମୁଁ ଓଭରନାଇଟ୍ ରଖିଲା ପରେ ଏଟାକୁ କାଟିକି ଆପଣମାନଙ୍କୁ ଦେଖେଇବି। ଦେଖିବେ ଗୋଲାପ ଜାମୁନ ଏକଦମ ପରଫେକ୍ଟ ଆପଣ ଦେଖିଲେ ଜାଣିପାରିବେ। କେତେ ବଢ଼ିଆ ଭାବରେ ଆପଣ ଭାବିଲେ
एमती गुलाब जामुन घरे तैयारी करि परिबे एकदम परफेक्ट हबो। हाथरू देखै दउछि देखंतु केते बढ़िया भाबरे सॉफ्ट हेछि। काटिके भी देखै देबी भीतर टेक्सचर देखिले भी आपण जानि परिबे गुलाब जामुन केते बढ़िया भाबरे जुसी हेछि। राखी पूर्णिमा रे निश्चिंत भाबरे आपण गुलाब जामुन ट्राई करंतु किंबा एमती जदि खाइबाकू इच्छा होछि तेबे भी मध्ये आपण माने घरे करिकि एमती खाइ परिबे। तेबे आजिर भिडियोटी आपण मानकू केमति लागिला जदि भल लागिला तेबे भिडियोटी को प्लीज लाइक शेयर कर देबे। तेबे रहूछि पुणी देखा हबो गोटे नुआ भिडियो रे।